ଶୁଣନ୍ତୁ ସୁନା ଯେତେ ପୁରୁଣା ହେଲେ ଚକଚକ୍ କରିବ ଖାଣ୍ଟି ସୁନା। ତେଣୁ ନବୀନ ବାବୁଙ୍କ ନେତୃତ୍ୱ ଓଡ଼ିଶାବାସୀଙ୍କ ପାଖରେ ସବୁଦିନ ଅମଳିନ ରହିଛି ଏବଂ ସେ ଚକଚକ୍ କରୁଥିବେ ସବୁଦିନ। ଓଡ଼ିଶାବାସୀଙ୍କର ସେ ହେଉଛନ୍ତି ଭଲ ପାଇବାର ମଣିଷ, ଆମ ସମସ୍ତଙ୍କର ପ୍ରିୟ ନେତା। ତେଣୁ ଆଜି ସେ ଯେତେବେଳେ ଫେରୁଛନ୍ତି ଚିକିତ୍ସା ହେଇକରି ତାଙ୍କୁ ଶଙ୍ଖୋଳିବା ପାଇଁ, ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏଇ ସାରା ରାଜ୍ୟରୁ ତାଙ୍କୁ ଯେଉଁମାନେ ଭଲ ପାଆନ୍ତି ଦଳ ମତ ନିର୍ବିଶେଷରେ ସମସ୍ତେ ଆସି ଆମେ ପହଞ୍ଚିଛୁ। ନିଶ୍ଚିତ ଭାବରେ କ୍ଷମତାରେ ଥିବା କ୍ଷମତାରେ ନଥିବା ନବୀନ ପଟ୍ଟନାୟକ କ୍ଷେତ୍ରରେ ଫରକ ପଡ଼େନି। ତେଣୁ ଏବେ କ'ଣ ଚାଲିଛି ଆପଣମାନେ ଜାଣୁଥିବେ। କ୍ଷମତାରେ ଯେଉଁମାନେ ଅଛନ୍ତି ତା ସତ୍ତ୍ୱେ ମଧ୍ୟ ଓଡ଼ିଶାବାସୀଙ୍କୁ ନୈତିକ ବଳ ଏବଂ ତାଙ୍କୁ ସବୁ ସମସ୍ୟାରେ ତାଙ୍କ ପଛରେ ଯଦି କିଏ ଛିଡ଼ା ହେଇଛି ସେ ହେଉଛନ୍ତି ନବୀନ ପଟ୍ଟନାୟକ, ଆମ ନେତା। ଆମେ ତାଙ୍କୁ ସମସ୍ତେ ଆଜି ଏଠି ଅଛୁ, ଆପଣମାନେ ଦେଖିପାରୁଥିବେ କିଭଳି ଭାବରେ ଜନଗହଳି ଅଛି। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସି ପହଞ୍ଚିଛୁ। ଆମେ ଦେଖିଲୁ ଯୋଉ ଗତ ମାସ 20 ତାରିଖରେ ଯେତେବେଳେ ନବୀନ ବାବୁ ଗଲେ ଚିକିତ୍ସା ପାଇଁ, ସେତେବେଳେ ମଧ୍ୟ ନବୀନ ନିବାସରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ, ଏଠି ମଧ୍ୟ ମାନେ ଗାଡ଼ି ତାଙ୍କର ଗଡ଼ି ପାରୁନଥିଲା। ଆଜି ମଧ୍ୟ ସେଇଭଳିଆ ଲୋକଙ୍କର ଭିଡ଼ ହେଲାଣି। ନିଶ୍ଚିତ ଭାବରେ ମୁଁ ତ ସେଇ କଥା କହୁଛି। ସେ ସବୁଦିନ ଲୋକଙ୍କ ଭିତରେ ଅଛନ୍ତି, ଲୋକଙ୍କ ହୃଦୟରେ ଅଛନ୍ତି। ସେଇଭଳିଆ ନେତା ଗୋଟେ ଅଦ୍ୱିତୀୟ ନେତା ସେ ସମଗ୍ର ଭାରତ ବର୍ଷର। ତେଣୁ ସେ ଯେଉଁ ଭଲ ପାଇବା ଆକର୍ଷଣ ରହିଛି, ସେ ଆକର୍ଷଣରେ ଆଜି ଟାଣି ଆସିଛନ୍ତି ଅନେକ ତାଙ୍କୁ ଭଲ ପାଇବା ମଣିଷମାନେ ସାରା ଓଡ଼ିଶାରୁ।